ଜାଣିଛୁ ଜାଣିଛୁ ଗୋଟେ ଦେଶରେ ଗୋଟେ ରାଜା ଥିଲେ। ସେ ରାଜା ଶିକାର କରିବା ପାଇଁ ଭାରି ଭଲ ପାଉଥିଲେ। ଦିନେ କ'ଣ ହେଇଛି ଜାଣିଛୁ? ତାଙ୍କ ମନ୍ତ୍ରୀ ଗଣକୁ ନେଇକି ସେ ଶିକାରରେ ବାହାରିଲେ। ରାଜା ଯାଉଛନ୍ତି ଆଗରେ ଘୋଡ଼ାରେ ବସିକିରି, ଆଉ ମନ୍ତ୍ରୀମାନେ ତାଙ୍କ ପଛେ ପଛେ। ରାଜା ଘୋଡ଼ାରେ ଯାଉଛନ୍ତି ଯାଉଛନ୍ତି ଯାଉଛନ୍ତି, ମନ୍ତ୍ରୀମାନେ ତାଙ୍କ ପଛରେ ଯାଉଛନ୍ତି ଯାଉଛନ୍ତି ଯାଉଛନ୍ତି। ଗୋଟେ ହରିଣ ଦେଖିଲେ ରାଜା। ସେ ହରିଣ ପଛରେ ଧାଇଁଲେ 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 ଧାଉଁ 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 ଏତେ ବାଟ ପଳେଇଲେ ଯେ ମନ୍ତ୍ରୀଗଣଙ୍କଠୁ ରାଜା ସମ୍ପୂର୍ଣ୍ଣ ଭାବରେ ବିଚ୍ଛେଦ ହେଇଗଲେ। ମନ୍ତ୍ରୀଗଣ ବିଚଳିତ ହେଇ ରାଜାଙ୍କୁ ଖୋଜିବାକୁ ଲାଗିଲେ। ଏଠି ସେଠି ଜଙ୍ଗଲ ସାରା ଖେଦିଗଲେ, ରାଜା ମିଳିଲେନି। ରାଜା ବି କିଛି ସମୟ ପରେ ଜାଣିବାକୁ ପାଇଲେ ଯେ ସିଏ ହଜି ଯାଇଛନ୍ତି। ତେଣୁ ସିଏ ବି ଟିକେ ମନ୍ତ୍ରୀମାନଙ୍କୁ ଖୋଜିବାକୁ ଚେଷ୍ଟା କଲେ। ହେଲେ ନା ମନ୍ତ୍ରୀଗଣ ରାଜାଙ୍କୁ ପାଇଲେ, ନା ରାଜା ମନ୍ତ୍ରୀଙ୍କୁ ପାଇଲେ। ଏଇ ସବୁ ଗେହମା ଘେହମି ଭିତରେ ରାଜା ଯାଇ ପହଞ୍ଚିଲେ ଗୋଟେ ଗୁମ୍ଫା ପାଖରେ। ସେ ଗୁମ୍ଫାଟା ବହୁତ ବଡ଼ ଥିଲା, କିନ୍ତୁ ରାଜା ଭାବିଲେ ରାତ୍ରି ଯାପନ କରିବା ପାଇଁ ୟାଠାରୁ ଭଲ ଜାଗା କିଛି ନାହିଁ। କାରଣ ଜଙ୍ଗଲ ଭିତରେ ତ ଅନେକ ହିଂସ୍ର ଜନ୍ତୁ ଥାଇପାରନ୍ତି, ଯେମିତିକି ବାଘ, ଭାଲୁ, ଶିଆଳ, କେତେ କ'ଣ। କିନ୍ତୁ ରାଜା ଭାବିଲେ ଏ ଗୁମ୍ଫା ଭିତରେ ତ ବହୁତ ସେଇଭଳିଆ ବନ୍ୟଜନ୍ତୁ ଥାଇପାରନ୍ତି। ଯଦି ମୁଁ ଗୁମ୍ଫା ଭିତରକୁ ଯିବି ତାହେଲେ ବି ଡେଞ୍ଜର, ଆଉ ବାହାରେ ରହିଲେ ବି ଡେଞ୍ଜର। ରାଜା ବହୁତ ସମୟ ଭାବି 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 ଚିନ୍ତା କଲେ ଯେ ମୁଁ ଏ ଗୁମ୍ଫାର ପାଦଦେଶରେ ରହିବି। ଏଇ ଦୁଆର ବନ୍ଧ ହିଁ ସବୁଠାରୁ ସେଫେଷ୍ଟ ଜାଗା। କାହିଁକିନା ଯଦି ଭିତରକୁ ଯାଏ ତାହେଲେ କିଏ ଗୋଡ଼େଇ ପାରେ, ମୁଁ ବାହାରକୁ ବାହାରିପାରେ। ଆଉ ଯଦି ବାହାରୁ କିଏ ଆକ୍ରମଣ କରନ୍ତି ତାହେଲେ ମୁଁ ଭିତରକୁ ଯାଇକରି ବି ବଞ୍ଚିପାରିବି।